ପିଲାମାନେ ଏବେ ପ୍ରକାଶିତ ହୋଇସାରିଲାଣି ସିବିଏସ୍ଇ ଏବଂ ବିଏସ୍ସି ବୋର୍ଡ଼ର ମ୍ୟାଟ୍ରିକ୍ ରେଜଲ୍ଟ। ଆଗକୁ ତମେମାନେ ପ୍ଲସ୍ ଟୁରେ ଆଡ଼ମିସନ୍ ନେବ। ଏ ଭିଡ଼ିଓରେ ଆମେ ଜାଣିବା ତମେ ପ୍ଲସ୍ ଟୁରେ ଆଡ଼ମିସନ୍ ପାଇଁ ରେଜିଷ୍ଟ୍ରେସନ୍ କରିବା ପାଇଁ କ'ଣ କ'ଣ ଡକୁମେଣ୍ଟସ୍ ଆବଶ୍ୟକ। କାଉନସିଲ୍ ଅଫ୍ ହାୟର ସେକେଣ୍ଡାରୀ ଏଜୁକେସନ୍ରେ ଆଡ଼ମିସନ୍ ପାଇଁ 10ମ ପାସ୍ ପରେ ସାଧାରଣତଃ ଏହି ଡକୁମେଣ୍ଟ ସବୁ ଆବଶ୍ୟକ ହୁଏ। 10ମ ମାର୍କସିଟ୍ ବା ସାର୍ଟିଫିକେଟ୍, ସ୍କୁଲ ଲିଭିଂ ସାର୍ଟିଫିକେଟ୍ SLC, ପାସପୋର୍ଟ ସାଇଜ୍ର ଫଟୋ, କାଷ୍ଟ ସାର୍ଟିଫିକେଟ୍ ଯଦି ST, SC, OBC, SCBC ବା EBC ଆଦି ବର୍ଗରୁ ତୁମେ ଆସୁଛ, ଇନକମ୍ ସାର୍ଟିଫିକେଟ୍ ସ୍କଲାରସିପ୍ ପାଇଁ, ରେସିଡେଣ୍ଟ ସାର୍ଟିଫିକେଟ୍, ମୋବାଇଲ ନମ୍ବର, ଇମେଲ୍। ତମର ସବୁ ଅରିଜିନାଲ ଡକୁମେଣ୍ଟସ୍ ଆଡ଼ମିସନ୍ ସମୟରେ ଦେଖେଇବାକୁ ପଡ଼ିବ। ଆଜିର ଭିଡ଼ିଓରେ ଏତିକି। ଆଗ କଥା ପୁଣି ଆଉ ଏକ ଭିଡ଼ିଓରେ। ଚ୍ୟାନେଲକୁ ଲାଇକ୍, କମେଣ୍ଟ ଏବଂ ସବସ୍କ୍ରାଇବ୍ କର। ଏଇଭଳି ଅନେକ ସୂଚନା ପାଇଁ ଧନ୍ୟବାଦ। ପୁଣି ଦେଖା ହେବ ଆଉ ଏକ ନୂଆ ଭିଡ଼ିଓରେ।